जय जगन्नाथ। डिस्कशन करिए आज करंट अफेयर। Which short film received the Best Music Award at the 15th दादा साहेब फाल्के फिल्म फेस्टिवल इन 2000 इन दिल्ली 2025? कोटा पाइछि? एटा न्यूज रे अछि कान एटा ओडिसा रा फिल्म टा कुकुआ। को गीत पई पाइछि? फुले फुले फळे पतर डाळे। अच्छा, म्यूजिक कंपोज किए करछंती? ए साई चरण। प्रोड्यूसर होचंती समीर रंजन। एडिशन टा मन रखंतु 15तम। এটা important টা। At what age did yoga practitioner Padma Shri Baba Shivananda passed away? Oldest ସବୁଠୁ ଆ ପୂର୍ବରୁ ଆମେ ପଢିଥିଲେ 2 ଦିନ ତଳେ ଯୋଉ କ୍ଲାସ ଟା ସବୁଠୁ oldest ଥିଲେ ବ୍ରାଜିଲ ର କଣ ତାଙ୍କ ନା ଇନା ଲୁକାସ 116 ବର୍ଷରେ ଡେଥ ହେଇଥିଲା। ତାଙ୍କର ହେଇଛି 128 ବର୍ଷରେ। ତାଙ୍କ ପଦ୍ମଶ୍ରୀ ମିଳିଥିଲା 2022 ରେ। ଏଜ୍ ଟା କେତେ? 128। ନାଁ ଟା କଣ? ବାବା ଶିବାନନ୍ଦ। SIBNSIVANND ଶିବାନନ୍ଦ, ନଟ୍ ଶିବାନନ୍ଦ। ଶିବାନନ୍ଦ SIVA ହବ ଏଟା। ଚାଇନାର କୋଉ ନଦୀରେ ଗୋଟେ ବୋଟ ଆକ୍ସିଡେଣ୍ଟ ହେଇଛି? 70+ ଇଞ୍ଜୋର ଅଛନ୍ତି, 3+ ଡେଥ। ରିଭର ହଉଛି ହୁ ରିଭର। ଡବ୍ଲୁ ଇ ଗୋଟେ କୋଉ ଜାଗାରେ ହେଇଛି? କଲାଂସି ସିଟି ଗୁଇଜୁ ପ୍ରୋଭିନ୍ସ। Who won Madrid Open? ହଉଛି ମେନ୍ସରେ କିଏ ଜିତିଛି? କାସ୍ପର ରୁନ୍। ଏ କାହା ଘରେ ହେଇଛି? ଜ୍ୟାକ୍ ଡ୍ରାପର। ଇଏ ହଉଛନ୍ତି ବ୍ରିଟେନର ଜ୍ୟାକ୍ ଡ୍ରାପର। ଆଚ୍ଛା, କାସ୍ପର ରୁଟ୍ ହଉଛନ୍ତି ନରୱେର। ଆଚ୍ଛା, ଓମେନ୍ସରେ କିଏ ଜିତିଥିଲା? ଗତକାଲି କ୍ଲାସରେ କହିଥିଲି ଆରିଆନା ସାବଲେଙ୍କା। କାହା ଘରେ ହେଇଥିଲା? କୋକୋ ଗୋଫ୍। ଓମେନ୍ ଡବଲ୍ସରେ କିଏ? ସୋରନା କ୍ରିଷ୍ଟିଆ ଆନା କାଲିନ୍ସ୍କାୟା। मेंस डबल मार्शल ग्रानोलर्स। होरासियो जेब्लोस। डबल्स टा इंपोर्टेंट होची सिंगल्स रा बेसी इंपोर्टेंट होची आरियाना साबलेंका टा। वुमेन कैटेगरी सब अधिक इंपोर्टेंट रहे। नो डाउट एटा भी इंपोर्टेंट, किंतु चांसेस अधिक है एटा पचारि पारे। दुटा क्वेश्चन एटा भी पचारि पारे आपनकर वुमेन्स पचारे आरियाना साबलेंका। नेक्स्ट, what is the civic complaint number of the Delhi government? 100, 101, 311, 112। 311। अच्छा, कामटा कौन? जो भी आपनकर गवर्नमेंट रो जो काम जो किसी प्रॉब्लम हो, सपोज
सोसाइटी कोठी वाटर लॉगिंग ହେଇଗଲା କି ରୋଡ ଭାଙ୍ଗି ଯାଇଛି ବ୍ରୋକେନ ରୋଡ କି ଗୋଟେ ଡ୍ରେନ୍ ଚୋକ୍ ହେଇଗଲା ତ ଏଇ ନମ୍ବରରେ ଆପଣ କମ୍ପ୍ଲେନ ଦେଇପାରିବେ 311 କାର ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ମାନେ କମ୍ପ୍ଲେନ ନମ୍ବର ଆଉ IIT ଦିଲ୍ଲୀ ତାର ଫାଷ୍ଟ ଅଫ୍ କ୍ୟାମ୍ପସ ସେଣ୍ଟର କୋଉଠି ଓପେନ କରିବ ଏଟା ହଉଛି ଗିଫ୍ଟ ସିଟି ଗୁଜୁରାଟରେ ଏମିତି IIT ର ଫୁଲ ଫର୍ମ କଣ ଏଟା ହଉଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ୍ ଟ୍ରେଡ୍ କୋଉଠି ଓପନ କରିବ ଗିଫ୍ଟ ସିଟିରେ 58 ADB annual meeting ଟା କୋଉଠି ହଉଛି ମିଲାନ ଟା ହଉଛି ଇଟାଲୀରେ ଆମ ଇଣ୍ଡିଆରୁ କିଏ ରିପ୍ରେଜେଣ୍ଟ କରୁଛନ୍ତି ଇଣ୍ଡିଆକୁ କିଏ ରିପ୍ରେଜେଣ୍ଟ କରୁଛନ୍ତି ସେଠି ନିର୍ମଲା ସୀତାରାମନ ଏଡିବିର ଆମର ପ୍ରେସିଡେଣ୍ଟ କିଏ ଅଛନ୍ତି ମାସାତୋ କାଣ୍ଡା ତାଙ୍କୁ ସେ ସେଠି ମିଟ୍ କରିଛନ୍ତି କିଏ ନିର୍ମଲା ସୀତାରାମନ ମଧ୍ୟ ଆମର ଯୋଉ ଅଛନ୍ତି ଇଟାଲୀର ଫାଇନାନ୍ସ ମିନିଷ୍ଟର ଇଟାଲୀ କଣ ତାଙ୍କ ନାଁ ଜିଆନ ଜିଆନ କାର୍ଲୋ ଗିରୋ ଗେଟି ଜିଆନ କାର୍ଲୋ ଗିରୋଗେଟି ତାଙ୍କୁ ମଧ୍ୟ ମିଟ୍ କରିଛନ୍ତି ପ୍ଲସ୍ ଆମର ଯିଏ ଏଡିବିର ଅଛନ୍ତି ପ୍ରେସିଡେଣ୍ଟ ମାସାତୋ ତାଙ୍କୁ ମଧ୍ୟ ମିଟ୍ କରିଛନ୍ତି କିଏ ନିର୍ମଲା ସୀତାରାମନ ଏଡିସନ ଟା ମନେ ରଖନ୍ତୁ 50 ଏଡିସନ କୋଉଠି ହଉଛି ମିଲାନ ଟା ହଉଛି ଇଟାଲୀ ଆମର ଇସ୍ରୋ ଗଗନଯାନ ମିଶନ ପାଇଁ ଗୋଟେ ପାରାଚୁଟ ଡେଭଲପମେଣ୍ଟ କୋଉ ଲ୍ୟାବ କରିଛି এটা হচ্ছে ADRD ଆଗ୍ରା ଯୋଉ ଅଛି ADRD ସେଇ ଲ୍ୟାବଟା ଡେଭଲପ କରିଛି ADRD ମାନେ କଣ ଜାଣିଛନ୍ତି ନା ନାଇଁ ଏରିଆଲ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡିପାର୍ଟମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ ଏରିଆଲ ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ ମାଲଦୀପ ଗୋଟେ କତର ସାଙ୍ଗରେ ଗୋଟେ 8.8 ବିଲିୟନ ଏଗ୍ରିମେଣ୍ଟ ସାଇନ୍ କରିଛି କଣ ପାଇଁ କତର ସାଙ୍ଗରେ ଟୁରିଜିମ ଡେଭଲପମେଣ୍ଟ ପାଇଁ ମାନେ ମାଲଦୀପ ମାଲେ ଏରିଆର ଟୁରିଜିମ ଡେଷ୍ଟିନେସନ ଡେଭଲପମେଣ୍ଟ ପାଇଁ କାହା ସାଙ୍ଗରେ ସାଇନ୍ କରିଛି ମନେ ରଖନ୍ତୁ କତର ସାଙ୍ଗରେ ସାଇନ୍ କରିଛି ଆଚ୍ଛା ଆମର ହାଉସ ଅଫ ଦ ରିପ୍ରେଜେଣ୍ଟେଟିଭ ଅଫ ଜାପାନର ସ୍ପିକର କିଏ ଆଚ୍ଛା ଏଇଟା କଣ ପାଇଁ ନ୍ୟୁଜକୁ ଆସୁଛି ତ ଜାପାନର ସ୍ପିକର ଆମେ କାହିଁ ମନେ ରଖିବା ସିଏ ଇଣ୍ଡିଆ ଗସ୍ତରେ ଅଛନ୍ତି ଇଣ୍ଡିଆକୁ ସେ ଆସିଛନ୍ତି ଇଣ୍ଡିଆକୁ ଦିଲ୍ଲୀରେ ସେ କାହା ସାଙ୍ଗରେ ମିଟ୍ କରିଛନ୍ତି ଜୟଶଙ୍କରଙ୍କ ସାଙ୍ଗରେ କାହା ସାଙ୍ଗରେ ଜୟଶଙ୍କରଙ୍କୁ ମିଟ୍ କରିଛନ୍ତି କଣ ତାଙ୍କ ନାଁ ହଉଛି ନୁକାଗା ଫୁକୁସିରୋ ମନେ ରଖନ୍ତୁ ସେ ଇଣ୍ଡିଆ ଆସିଛନ୍ତି ଇଣ୍ଡିଆ ଟୁରରେ ଦିଲ୍ଲୀରେ ମିଟ୍ କରିଛନ୍ତି ଜୟଶଙ୍କରଙ୍କୁ ଯିଏକି ଆମର ଜାପାନର ହାଉସ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ମିଆମି ଗ୍ରାଣ୍ଡ ପ୍ରିକ୍ସ କିଏ ଜିତିଲେ ଓସ୍କାର ପେସ୍ତ୍ରି କୋଉ କ୍ରିକେଟ ଗୋଟେ ଡ୍ରଗ ଇସ୍ୟୁ ମାନେ ସେ ଯୋଉ ମେଡିସିନ ଟା ନେଇଥିଲେ ସିରପ ଟା ବ୍ୟାନ୍ ଥିଲା ସେଟା ନେଇପାରିବନି ତ କିଏ କଣ ତାଙ୍କ ନା କାଗିସୋ ରାବାଡା ଆମର ସାଉଥ ଆଫ୍ରିକା IPL କୋଉ ଟିମକୁ ରିପ୍ରେଜେଣ୍ଟ କରୁଛନ୍ତି ଗୁଜୁରାଟ ଟାଇଟନ୍ସ ତାଙ୍କର 1 month ଯୋଉ ବ୍ୟାନ୍ ଲାଗିଥିଲା ସେ କମ୍ପ୍ଲିଟ୍ କରି ବେଶୀ ଖେଳିପାରିବେ ସରିଲା ଆଜିର କ୍ଲାସ୍ ବେଶୀ ନାହିଁ ଅଳ୍ପ କୋଶ୍ଚିନ୍ ଥିଲା କଣ କେମିତି ଲାଗିଲା କ୍ଲାସ୍ ଟା ନିହାତି ଫିଡବ୍ୟାକ୍ ଦେବେ ଓ ଗ୍ରାମାର ଆଉ ଓଡିଶା GS ତାର କଣ୍ଟେଣ୍ଟ ଟା ମୁଁ ବନେଇ ଦେଇଛି ଖାଲି ଆଜି ପକେଇଦେବି ଆଜି ରାତି ଭିତରେ ଭିଡିଓ ଟା ପକେଇଦେବି ଓଡିଆ ଗ୍ରାମାର କୋଉଟା ପଦ ବାକ୍ୟ ବିଶେଷ୍ୟ ଆଉ ଓଡିଶା GS ର
ଓଡ଼ିଶା ସହିତ ନ୍ୟାସନାଲ୍ ପାର୍କ, ବାୟୋସ୍ଫିୟର ରିଜର୍ଭ ଆଉ ଟାଇଗର ରିଜର୍ଭ ଯାହା ବି ଅଛି ସବୁର ଡିଟେଲ୍ସଟା। ଓଡ଼ିଶା ଜିକେଟା ଯୋଉ ଡିସ୍କସନ୍ କରିବା MCQ ଫର୍ମାଟରେ ଆସିବ ପ୍ଲସ୍ ତାର ଯୋଉ ପାର୍କରେ ଆସିଲା କି ଯୋଉ ଟାଇଗର ରିଜର୍ଭ ତାର ପୁରା ଡିଟେଲ୍ ଆନାଲିସିସ୍, MCQ ପ୍ଲସ୍ ଡିଟେଲ୍ ଆନାଲିସିସ୍। ଓକେ, କେମିତି ଲାଗିଲା କ୍ଲାସ୍? ଫିଡବ୍ୟାକ୍ ଦେବେ। ଥ୍ୟାଙ୍କ ୟୁ।